ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାର ଦେଖନ୍ତୁ। ମୁକ୍ତି, ବିକ୍ରାନ୍ତ ଆଉ ଶାଲିନୀ ଫଟୋ ଦେଖିବାକୁ ଯାଉଥିବା ବେଳେ କେହି ଜଣେ ଫୋନରେ କୁହେ, ମ୍ୟାଡ଼ାମ୍ ଏଯାଏଁ ଆଦିତ୍ୟ ଦାସର ଚେତା ଯାଇନି। ତାପରେ ମୁକ୍ତି ଯାଇ ଶୁଣେ ତ ରାଗିଣୀ ସେ ଲୋକଟିକୁ ଫୋନରେ କୁହେ, ତାହେଲେ ତମେମାନେ କରୁଛ କ'ଣ? ଜଲ୍ଦି ତାକୁ ମାର ଆଉ ଏଠିକି ଚାଲି ଆସ। ମନେ ରଖ ତମମାନଙ୍କ ଦ୍ୱାରା କିଛି ବି ଭୁଲ ନ ହେବା ଦରକାର। ମୋତେ କେବଳ ଆଦିତ୍ୟ ଦାସର ମୃତ୍ୟୁ ହିଁ ଦରକାର। ଏକଥା ଶୁଣି ମୂର୍ତ୍ତି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ମୁକ୍ତି କୁହେ, ନା ନା ନା, ଏମାନଙ୍କ ପ୍ଲାନ୍କୁ ଯେତେ ଜଲ୍ଦି ହେବ ଫେଲ୍ କରିବାକୁ ପଡ଼ିବ। ମୋତେ ଏସବୁ ଆଦି ସାର୍ଙ୍କୁ ଜଣାଇବାକୁ ପଡ଼ିବ। ତାପରେ ମୁକ୍ତି ସେଠୁ ଚାଲିଯାଏ। ମୁକ୍ତି କୁହେ, ମୋତେ ଜଲ୍ଦି ଯାଇ ସାର୍ଙ୍କ ପାଖରେ ପହଞ୍ଚିବାକୁ ହେବ ଆଉ ମୋତେ ଜଣାଇ ଦେବାକୁ ହେବ ଯେ ସେ ରାଗିଣୀ କିଛି କହି ଅଟକିଯାଏ। ଆଉ ଦେଖେ ତ ସେଠି 2 ଜଣ ଗୁଣ୍ଡା ଠିଆ ହେଇଥାନ୍ତି। ମୁକ୍ତି ତଳକୁ ଚାହିଁ ଦେଖେ ତ ସମସ୍ତେ ବେହୋସ ହେଇକି ପଡ଼ିଥାନ୍ତି। ମୁକ୍ତି କୁହେ, ଆଦି ସାର୍। ତାପରେ ସେ ଲୋକଟି ମୁକ୍ତିର ପାଟି ବନ୍ଦ କରି ସେଠୁ ମୁକ୍ତିକୁ ନେଇଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟ ଲାଇକ୍ଟା କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।